ନିର୍ବାଚନ ପରେ ନିର୍ବାଚନ ହୋଇ ଚାଲିଛି। ଲୋକଙ୍କ ହିତ ପାଇଁ ପ୍ରକଳ୍ପର ସୁଅ ଆଜି ମଧ୍ୟ ଲୋକଙ୍କ ପାଖରେ ପହଞ୍ଚି ପାରୁନି ସୁବିଧା ସୁଯୋଗ। ସବୁ ଯୋଜନା ପ୍ରଶାସନ ଓ ଠିକାଦାରଙ୍କର ପକେଟରେ। ଆଜି ମଧ୍ୟ ଲୋକେ ପାଣି ପାଇଁ ଡହଳ ବିକଳ। ହଁ ଦର୍ଶକ ବନ୍ଧୁ, ସତରେ କ'ଣ ସରକାର ଯେଉଁ ଯୋଜନା କରୁଛନ୍ତି ତାହା ଜନତା ପାଇଁ ନା ଠିକାଦାର ପୋଷା ପାଇଁ? ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଶାଗବାହାଲର କେନ୍ଦାପାଣି ଗ୍ରାମରେ। ସେଠାରେ ଲୋକେ ପାଣି ପାଇଁ ଆଜି ମଧ୍ୟ ଅନେକ ଦୂରକୁ ଯିବାକୁ ପଡ଼ୁଛି। ଗ୍ରାମରେ ଥିବା ନଳକୂଅ ପାଣି ପିଇବା ଯୋଗ୍ୟ ନୁହେଁ। ସେଥିପାଇଁ ପରିବାର ସମସ୍ତେ ତାଙ୍କର ପାଣି ସଂଗ୍ରହରେ ଦିନ କଟି ଯାଉଛି। ଆଜି ପର୍ଯ୍ୟନ୍ତ ସରକାରଙ୍କର ହର ଘର ହର ନଳ ଯୋଜନାରେ କିମ୍ବା ବସୁଧା ଯୋଜନାରେ ପାଣି ପହଞ୍ଚି ପାରିନି। ସ୍ୱାଧୀନତାର 75 ବର୍ଷ ବିତି ଯାଇଥିଲେ ମଧ୍ୟ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହେବା ଚିନ୍ତାର ବିଷୟ। ଲୋକେ ଆଜି ମଧ୍ୟ ନଈ, ପୋଖରୀ, କୂଅର ପାଣି ପିଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଖରାଦିନରେ ଅଞ୍ଚଳବାସୀ କିପରି ରହିବେ ତାହା ଦେଖିବାକୁ ବାକି ରହିଲା। ଏହି ଅଞ୍ଚଳର ଅସୁବିଧା କେବେ ଦୂର ହେବ ଓ ପ୍ରଶାସନ କେବେ ଚାହିଁବ ତାହା ମଧ୍ୟ ଦେଖିବାକୁ ବାକି ରହିଲା। ସତରେ କ'ଣ ପ୍ରଶାସନର ଆଖି ଏ ଗ୍ରାମକୁ ପଡ଼ୁନାହିଁ? ବାଲିଶଙ୍କରାରୁ ଦୁର୍ଯ୍ୟୋଧନ ଗଡ଼ିଆଙ୍କ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ୍। बिजनेस का केंदा पानी और पानी लगी मोर को अच्छी हो जाती, हमें गोरगोरा हो जाती। खेत के लल के पानी के पियो थी। नाल कुआं दी है जो नाल कुआं के पानी लाल नहा धोवा के लगी मोर को में तकलीफ हो जाती। केंदा पानी गाँव ना होछि पूनम सरिता कुजूर। मैं कुल्हेन तुपा 4 नंबर वार्ड रो वार्ड मेंबर। मोर वार्ड मेंबर है थिबा फिर भी मुई आमर केंदा पानी गाँ लगी नलकुआ करी पारिली नहीं। एणु करी सरकार को निवेदन आमे करूछु कि आम केंदा पानी गाँ रे नलकुआ गुटे जोगे दो। जे नलकुआ दिया है से थिर पानी पी हेउ नहीं, लाल बाहरुछि। आमे खेत खोलार पानी आमे पिउछु। ग्राम सभा रे जेन सभा रे हेले आमे दरखास्त लेखी लेखी देउछु किंतु आम सुविधा है पारबार नहीं। एणु करी सरकार को आमे अनुरोध करूँ कि आमर गाँ लगी सुविधा टिके करी दो।